ଆପଣ ଯଦି ଘରେ ବସୁଛନ୍ତି ବେକାର ହେଇକି ତେବେ ରୋଜଗାର କରିବା ପାଇଁ ବିକଳ୍ପ ଦେଖୁଛନ୍ତି ତେବେ ଦେଖନ୍ତୁ ବିକଳ୍ପ ମୁଁ ଆଜି କହିଦେଉଛି ହଁ ଗୋପାଳନ ଯଦି ଆପଣ 5-6ଟା ଫାର୍ମିଂ ଗାଈ ରଖିଲେ ହଁ ତାପରେ କ'ଣ କରିବେ ସକାଳୁ ସକାଳୁ ବାବୁମାନେ ବାବୁଆଣୀମାନେ ହାଫ୍ ପ୍ୟାଣ୍ଟ ପିନ୍ଧିକି ଆସିବେ କ୍ଷୀର ମାଗିବେ ଆମକୁ ଅଧ ଲିଟର ଦିଅ ଲିଟର ଦିଅ ଏଇଭଳି ଭାବରେ ଆପଣ ଚାହିଁଲେ ମାସକୁ ଭଲ 2 ପଇସା ରୋଜଗାର କରିପାରିବେ ତ ପାଖକୁ ଯିବାକୁ ଅନୁରୋଧ କରୁଛି ଏବଂ ପାଖକୁ ଯାଇ ଦେଖାଇବା ଯେ କେଉଁଭଳି ଭାବରେ ଏହି କାମଧେନୁ ଗାଈଗୁଡ଼ିକ ଯାହାକି ଅଧିକ ସଂଖ୍ୟାରେ କ୍ଷୀର ଦେଇଥାନ୍ତି ଏଇଭଳି ଭାବରେ ଦେଖିପାରୁଥିବେ ପାଖାପାଖି ଦିନକୁ 20 ଲିଟରରୁ ଅଧିକ କ୍ଷୀର ଦେଇଥାନ୍ତି ଏଇ ଗାଈଗୁଡ଼ିକ ଯାହାଫଳରେ କି ଆପଣ ଭଲ ରୋଜଗାର କରିପାରିବେ ଟିକେ ଆସନ୍ତୁ ଏପଟ ସାଇଡ଼କୁ ଏପଟେ ବୁଲିକି ଦେଖିବା ଯେ ସାଧାରଣତଃ ଘାସ ଏବଂ ଦାନା ଖାଇ ଯଦି ଆପଣମାନେ ଏଇଭଳି ବିଜନେସ୍ କରିପାରିବେ ତେବେ ଆପଣ ଭଲ ରୋଜଗାର କରିପାରିବେ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଲୋକମାନଙ୍କର ଉତ୍ସାହ ମଧ୍ୟ ଅଛି ଏଗୁଡ଼ିକ ସବୁ ହେଉଛି ହେଡ଼ି କେତେ ସୁନ୍ଦର ଜିନିଷ ଏପଟେ ଗାଈ ରଖିବ ସେପଟେ ମେସିନ୍ ଲଗାଇଦେବ ଏଗୁଡ଼ାକ ସବୁ ତା ପହ୍ନାରେ ଲାଗିବ ଆଉ ଅଟୋମେଟିକାଲି କ୍ଷୀର ଦୁଇଁଦେଲା ଆଉ ତାକୁ ଡାକିବାକୁ ପଡ଼ିବ ନାହିଁ ଖୋସାମତି କରିବାକୁ ପଡ଼ିବ ନାହିଁ କାହାକୁ ଯେ ଗାଈ ଦୁଇଁକୁ ଆସି ତ ଏଇଭଳିଆ ଗାଈ ଦେଖୁ ପାରୁଥିବ ହଁ ଦେଖିଲ ଦେଖ ଏଭଳିଆ ଗାଈରୁ ବେଶୀ ନେଇ 5ଟି ଦରକାର ନିଜ ଅଞ୍ଚଳରେ ନା କ'ଣ ଆପଣଙ୍କର କେଇଟା ଅଛି ଆମର ଗୋଟାଏ ଅଛି ଆଉ ଗୋଟାଏ କ'ଣ କେଉଁ ଏରିଆ ଆପଣଙ୍କର ଆମର ବନାଳପୁର ବାଲିପାଟଣା ଏରିଆ ବାଲିପାଟଣା ଏରିଆ ଭୁବନେଶ୍ୱର ପଳେଇ ଆସୁନା 5-10ଟା ରଖୁନା ନା ନା ଭୁବନେଶ୍ୱର ସକାଳୁ ହାଫ୍ ପ୍ୟାଣ୍ଟ ପିନ୍ଧା ବାବୁମାନେ ଆସି ପହଞ୍ଚିବେ ଆମେ ବର୍ତ୍ତମାନ ଗାଈ ରଖୁଛୁ ଗିରି ଶାବଳ ଗାଈ ଇଏ ଉଷ୍ମ ଜଳବାୟୁରେ ବଞ୍ଚି ପାରିବେ ଆଙ୍କୁ ରୋଗ ହେବ ନାହିଁ କେତେ ସୁନ୍ଦର କଥା କହିଲେ ଆଉ କ'ଣ ଅଛି ଦୀପ ତ ଆଉ କ'ଣ ଅଛି ଏଇ ରହୁଛି 10-12 ଲିଟର 15 ଲିଟର କ୍ଷୀର ଦଉଥିବେ କ୍ଷୀର ଖାଇଲେ ଡାଇବେଟିସ୍ ରୋଗ ଭଲ ହେବେ ଏତେ ସବୁ ସୁନ୍ଦର ଅଛି ଏଗୁଡ଼ା ମିଳିବ କୋଉଠି ଇଏ ମିଳିବ ବାହାର ରାଜ୍ୟରେ ମିଳୁଛି ଆଜ୍ଞା ଇଏ ବାହାର ରାଜ୍ୟରେ ମିଳୁଛି ଆକୁ ଆମର କୌଣସି ଗଭର୍ଣ୍ଣମେଣ୍ଟ ବାଲା ଯଦି ଆମକୁ ଦଅନ୍ତେ ଆମେ ସକ୍ସେସଫୁଲ୍ ହୁଅନ୍ତୁ ସେଇଥିପାଇଁ ପୁରା ମୋହନ ବାବୁ ଏଥର ଡକେଇଛନ୍ତି ସେଇ ଆମେ କହୁଛୁ ଗଭର୍ଣ୍ଣମେଣ୍ଟ ଆଣିକି ଆମକୁ ଦେବୁ ଆମେ ଓଲଟା ପଇସା ଦେବୁ ନେବୁ ହେଲା ଓ ମୋହନ ବାବୁ ଇଏ ଟିକେ ଦେଖ ମୋହନ ବାବୁ ଟେନସନ୍ ନାହିଁ ଭୋଟ ଏଥର 5 ଥର ପଡ଼ିବ ଯଦି ଚାଷୀମାନଙ୍କ କଥା ବୁଝିବ ଘରେ ଘରେ ଯେଉଁ ସୁଭଦ୍ରା ଟଙ୍କା ବଦଳରେ ଏଇଭଳିଆ ଏ ନାଁ କ'ଣ ଇଏ ହେଉଛି ଗିରି ଗିରି ଗାଈରୁ ଗୋଟେ ଲେଖା ଦେଇଦେବ ଦେଖିବ ସିଏ ହେଉଛି ସାଇବାଲ ତା ଗାଈ ଆଉ ଏ ଗାଈ କ୍ଷୀର ଖାଇଲେ ଡାଇବେଟିସ୍ କମିଯିବ ଯଦି ଏତିକି ଭାଇ ତମେ କରିଦିଅ ଭୋଟ ମୁଁ କହୁଛି ଆଗାମୀ 25 ବର୍ଷ ନବୀନ ବାବୁଙ୍କ ରେକର୍ଡ ଭାଇ ମୋହନ ସରକାର ଭଲ କିନ୍ତୁ ମୁଖ୍ୟମନ୍ତ୍ରୀ ତ ନବୀନ ପଟ୍ଟନାୟକକୁ କେହି ଦେଖା କରିପାରୁନି ଆଙ୍କୁ ତ ଦେଖା ଆମେ କରିପାରୁଛୁ ଏଇଟା ହେଉଛି ବଡ଼ କଥା ତମେ ସେଇ ଖୁସିରେ ଆସ ଆଗକୁ ଯିବା ମୁଁ ମଧ୍ୟ ଗାଈ 5ଟା ରଖିବି ଭୁବନେଶ୍ୱରରେ ଗୋଶାଳା କରିବି ମନରେ ଭାବିଛି ଦେଖାଯିବ କ'ଣ ହେବ ଆସ ଦେଖିପାରୁଥିବେ ଆ ବିଷୟରେ ଟିକେ ଅଧିକ ଜାଣିବା ସେ ହେଲା ଗିର୍ ଗାଈ ଦେଖିପାରୁଥିବ ଇଏ ହେଇଛି ଆ ସିଂହ ନାହିଁ ଇଏ ରାଗିଟା ଆକୁ ଛୁଆବେଳୁ ରଗେଇଛି ତା ମାଲିକ ଆଉ ଦେଖ ହଁ ହେଇଛି ଆଉ କାହିଁ ଏତେ ରାଗିଛ ନାଇଁ ନାଇଁ ସେ ରାଗୁଛୁ ଆମେ ପାଖରେ ଠିଆଉନା ଇଏ ଖାଇବ କ'ଣ ଘାସ ଖାଇବ ଦାନା ଖାଇବ ଏବଂ ଦିନକୁ 20 ଲିଟର କ୍ଷୀର ଦେବ ଏବଂ ଆପଣମାନେ ମଧ୍ୟ 60 ଟଙ୍କା ଲେଖା ଗୁଣି ଦିଅନ୍ତୁ ସେପଟେ ବେପାର କରିବା ପାଇଁ ଚିନ୍ତା କରନ୍ତୁ ଇଆଡ଼େ ଆସ ତ ଆଜିର ସମୟରେ ପଶୁପାଳନ ଗୋପାଳନ କରିକି ଲୋକମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଇଏ ହେଉଛି ସାହିୱାଲ ଗାଈ ବାସସ୍ଥାନ ଇଏ ପାକିସ୍ତାନ ଗୋଟେ ଯାହା ବି ହଉ ହେଇଛି ତ ଆଉ ଦୈନିକ 6ରୁ 8 ଲିଟର ମାନେ 2 ଟାଇମ୍ ହେଲେ 16 ଲିଟର ଆଉ ଠିକ୍ ଅଛି ଇଏ ହେଲା ପାକିସ୍ତାନ ଗାଈ ପାକିସ୍ତାନ ମାନେ ସେ ପାକିସ୍ତାନ ଅଞ୍ଚଳରେ ଏଇଭଳି ଭାବରେ ଦେଖାଯାଆନ୍ତି ହଁ ଏପଟକୁ ଆସନ୍ତୁ ଇଏ ହେଲେ ଗୁଜୁରାଟର ଗାଈ ଗିର୍ ଗାଈ ହଁ ମାନେ ଇଏ ଲିଟର 100 ଟଙ୍କା ଗିର୍ ଗୋଲ୍ଡ ତୁମେ ଜାଣିପାରୁଥିବ ଆର କେତେ ପ୍ରାଇସ୍ ଅଛି ଇରେ ବାବା ଏଇ ଗାଈରୁ ନେଇକି 5-6ଟା କଲେ ହୁଅନ୍ତା ନାହିଁ ତା ଶିଙ୍ଗ ଦେଖନ୍ତୁ ତା ଚେହେରା ଦେଖନ୍ତୁ ତା ବାଛୁରୀ ଦେଖନ୍ତୁ ସେଠି ତ ଏଗୁଡ଼ା ସବୁ କେତେ କ'ଣ ପଡ଼ୁଛି ଏଇଠି ପଚାରିବି ଯଦି ଠିକ୍ଠାକ୍ ଲାଗିଲା ଆପଣ ଆସି ନେଇଯିବେ ଭାଇନା ଟିକେ ଇଆଡ଼େ ଆସ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜଣେ ଯଦି ଚାହିଁବ ବେପାର ନାଇଁ ଆମେ ଖାଲି କ୍ଷୀର ଦେଉଛୁ ଗାଈ ନୁହଁ ଆଜ୍ଞା ଦେଖିଲ ଲାଭର ମଞ୍ଜିଟାକୁ ସିଏ ଯଦି ଧରିପାରିଲେ ତେବେ ଆପଣ କାହିଁ ପାରିବେନି ଏଇଭଳିଆ ଗିର୍ ଗାଈ 2-4ଟା କେଉଁଠୁ ନା କେଉଁଠୁ ସଂଗ୍ରହ କରନ୍ତୁ ହଁ ଏଇଠି ଲେଖା ହେଇଯିବେ ହେଲା କ୍ଷୀର ଲିଟର 100 ଟଙ୍କା ତୁମେ ଚିନ୍ତା କରିପାରୁଥିବ ତାମାନେ ମାନେ ଗାଈର କ୍ଷୀର କ'ଣ ହେଇଥିବ ତେବେ ଆର କ'ଣ ସବୁ କ୍ଷୀରର ମୁଖ୍ୟ ଭୂମିକା କହିଲ କାହିଁକି 100 ଟଙ୍କା ନେଉଛ ଏଇଟା ରୋଗୀମାନଙ୍କ ପାଇଁ ଭଲ ହଜମରେ ମାନେ ଡାଇଜେସନ୍
डाइजेशन बहुत माने जल्दी हो जाए छुआ मानक ପାଇଁ बहुत भल डायबिटीज पेशेंट मानक ପାଇଁ लो सुगर लो फैट और गाईर क्षीरटा बहुत क्वालिटी मिलूँ कामधन्य मिलूँ कि आम से किसी फैसिलिटी नहीं तो जदि आप चाहूँगी 4-5टा खंड रख भाई केतटा रखिछ एइथिरु भाई 8टा रखिछन्ती पाठ पढ़ी बाहर को जाओने गोशाला गोटे नाखा कर नले परे कहबी छेली आउ घुसुरी व्यवसाय केमिति 2 पैसा रोजगार कर सर कौन करते मैं कंपनी रे लेयर यूनिट रे मो अछि तबे ए गाय विषय कौन कहबी ए गाय जदि एते लाभ दउछ धरि निश्चित रूपे ये गाई जदि आम समस्त चाषी जदि गिर गाई सहित पालन करेंगे दुग्ध लिटर 100 टଙ୍କା बिकिबे निश्चित रूपे किसी अर्थ उपार्जन करेंगे दिन को 15 लिटर क्षीर बिक्री करा जाए माने डेली 1,500 आज्ञा निश्चित रूपे चाषी जदि गिर गाई की पालन करेंगे निश्चित रूपे अधिक रोजगारक्षम हेबे भाई माइक्रोफोन ने निजे कले सब कहबे आ निजे मध्य कहिकी देखै देले जदि आपण चाहूछंती करिवा पई तबे डेफिनेटली एई काम करंतु।